ଆଜ୍ଞା ମୁଖ୍ୟମନ୍ତ୍ରୀ କଣ କହିଲେ ପ୍ରକୃତରେ? ମୁଁ ଆସୁଛି ରାସ୍ତାରେ ଦେଖିଲି ମୁଖ୍ୟମନ୍ତ୍ରୀ କି ଟିକେ ଦେଖାଦେଲି ସେ ମତେ ଆସି ପଚାରିଲେ ତୁମର ସମସ୍ୟାଟା କଣ ହେଇଛି ଅସୁବିଧା କଣ? ଆଜ୍ଞା ଆମ ଏଇ ପରିବହନ ଭବନରେ ଆମେ ଏଇ ଯୋଉ OHRTC କର୍ମଚାରୀ ଖୁବ୍ ସବୁଠୁ ନିମ୍ନ ଦରମାରେ ଆମେ ଅଛୁ। ଆମେ ଯାହାଫଳରେ କି ଗୋଟେ ପିଅନ ମୁଁ ଅବିକା 40-45 ହଜାର ପାଇବା କଥା 20-21 ହଜାର ପାଉଛି। ଯାହାଫଳରେ ଏଠି ଆମେ ଆଉ ଖାଇ ପିଇ ଆଉ ଆମ ପିଲା ଛୁଆଙ୍କୁ ମାନେ କିଛି ପାଠଶାଠ ପଢ଼େଇବା ପାଇଁ ଅଧିକା ଆମେ ଆଉ ଯୋଗ୍ୟତା କରିପାରୁନୁ। ଆମେ ଆଶା କରୁଛୁ ସରକାର ଆସିଲେ ଯଦି ଆମ ଦୁଃଖ ଟିକେ ଦୂର ହେବ। କଣ କହିଲେ ଆପଣ? ଆଉ ସାର୍ କହିଲେ ହଁ ନୂଆ ସରକାର ଆସିଛି ଆଉ କାହା ସାଙ୍ଗେ କଥା ହେଉଛନ୍ତି ଜାଣି ମୁଁ କହିଲି ସାର୍ ହଁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ମୁଁ କଥା ହେଉଛି ଦେଖା କରିବି ଏଇଠି ଦେଖାଲେ ହଁ ହଉ ନ ହଉ ସେ ଯୋଉ ମିଠା ବଚନରେ କହିଲେ ଆଜ୍ଞା ମୋ ପେଟ ପୁରିଗଲା। ନାଇଁ ଆପେ ଡାକିଲେ ଆଜ୍ଞା ଆଜ୍ଞା ନାଇଁ ମୁଁ ଏଇଠି ଛିଡ଼ା ହେଇଥିଲେ ସିଏ ଯାଉଥିଲେ ମୋତେ ମୋ ପାଖକୁ ଆସି ସମସ୍ୟା କଥା ମୋତେ ପଚାରିଲେ।